नमस्कार। ओम नमो भगवते वासुदेवाय। ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାରୁ ଗୋଟିଏ ବହୁତ ଗଭୀର ଆଉ ମାର୍ଗ ଦେଖାଉଥିବା ଶ୍ଲୋକ ଉପରେ କଥା ହେବା। ଏଇଟା ହେଉଛି ଦ୍ୱିତୀୟ ଅଧ୍ୟାୟ, ଯାହାକୁ ସାଂଖ୍ୟ ଯୋଗ କୁହନ୍ତି, ତାର 45 ନମ୍ବର ଶ୍ଲୋକ। ହଁ, କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେତେବେଳେ ଅର୍ଜୁନ ପୁରା ମୋହରେ ପଡ଼ିଯାଇଥିଲେ, ସେତେବେଳେ ଭଗବାନ କୃଷ୍ଣ ତାଙ୍କୁ ଏଇ ଉପଦେଶ ଦେଇଥିଲେ। ଆଉ ଦେଖିବେ, ଏ କଥାଟା କେବଳ ସେତେବେଳେ ପାଇଁ ନୁହେଁ, ଆମ ସମସ୍ତଙ୍କ ଜୀବନ ପାଇଁ ଏବେ ବି ଗୋଟେ ବାଟ ଦେଖାଏ ପରେ। ଏକଦମ ଠିକ୍। ଏ ଶ୍ଲୋକ ଆମକୁ ଗୋଟେ ମୂଳ ପ୍ରଶ୍ନ ପାଖକୁ ନେଇଯାଏ। ଆମେ ଯୋଉ ଦୁନିଆରେ ଅଛେ, ସେଇଟା ତ ସବୁବେଳେ ତିନିଟା ଗୁଣ ସତ୍ୱ, ରଜ, ତମ ଏଇଥିରେ ଚାଲିଛି। ହଁ, ଆଉ ତା ସାଙ୍ଗକୁ ଜୀବନରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। କେତେବେଳେ ସୁଖ ତ କେତେବେଳେ ଦୁଃଖ, ଲାଭ, କ୍ଷତି ଏମିତି। ସେଇଆ। ତେବେ ଏସବୁର ପ୍ରଭାବରୁ ବାହାରିକି ମୁକ୍ତ ହୋଇ ଆମର ଯୋଉ ଅସଲି ସ୍ୱରୂପ, ସେଥିରେ କେମିତି ସ୍ଥିର ହେବା, ସେଇଟା ହିଁ ଏ ଶ୍ଲୋକର ମୂଳ କଥା। ତେଣୁ ଏ ଆଲୋଚନାଟା ବହୁତ ଗଭୀର। ଏହାର ପୁରା ମର୍ମ ବୁଝିବାକୁ ହେଲେ ଆମର ଅନୁରୋଧ, ଶେଷ ଯାଏଁ ଟିକେ ଧୈର୍ଯ୍ୟ ଧରି ଶୁଣନ୍ତୁ। ହଁ, ନିଶ୍ଚୟ। ଆଉ ଯଦି ଏମିତି ଆଲୋଚନା ଗୀତା ହେଉ କି ଅନ୍ୟ ଶାସ୍ତ୍ର ଉପରେ ଆଗକୁ ଶୁଣିବାକୁ ଚାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ଭାବିପାରନ୍ତି। ଆସନ୍ତୁ, ମୁଁ ଆଗ ଶ୍ଲୋକଟି ପଢ଼ିଦିଏ। ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନା ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ତ୍ୱସ୍ଥୋ ନିର୍ଯୋଗ କ୍ଷେମ ଆତ୍ମବାନ। 2.45। ବାଃ, ବହୁତ ସୁନ୍ଦର। ଦେଖନ୍ତୁ, ଏଇ ଗୋଟିଏ ଶ୍ଲୋକରେ ଭଗବାନ ପୁରା ଜୀବନର ଗୋଟେ ଦର୍ଶନ ଆଉ ସାଧନାର ବାଟ ବଟେଇ ଦେଇଛନ୍ତି। ଆସନ୍ତୁ, ଏହାର ଗୋଟି ଗୋଟି ଅଂଶକୁ ଆହୁରି ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ପ୍ରଥମେ କହିଲେ ତ୍ରୈଗୁଣ୍ୟ ବିଷୟ ବେଦା। ଏହାର ମାନେ କ'ଣ? ଏହାର ସିଧା ଅର୍ଥ ହେଲା, ବେଦର ଯୋଉ ବଡ଼ ଭାଗଟା ଅଛି, ବିଶେଷ କରି ଯୋଉ କର୍ମକାଣ୍ଡ କଥା, ସେଇଟା ମୁଖ୍ୟତଃ ଏଇ ତିନି ଗୁଣ ସତ୍ୱ, ରଜ, ତମ ଏଇ ଭିତରେ ହିଁ କାମ କରେ। ଆଚ୍ଛା, ଯେମିତି ବିଭିନ୍ନ ଯଜ୍ଞ, ପୂଜାପାଠ। ହଁ, ଠିକ୍। ସେସବୁ କଲେ କ'ଣ ମିଳିବ? ନା ସ୍ୱର୍ଗ ମିଳିବ, ଭଲ ପୁଅ ଝିଅ ହେବେ, ଧନ ବଢ଼ିବ, ଶତ୍ରୁନାଶ ହେବେ, ଏମିତି ସବୁ। ଏସବୁ ତ ଶୁଣିବାକୁ ବହୁତ ଭଲ ଲାଗୁଛି। ଲାଗେ ସତ, କିନ୍ତୁ କଥା ହେଲା, ଏସବୁ ଫଳ ସେଇ ତିନି ଗୁଣର ସୀମା ଭିତରେ। ଏପରିକି ସ୍ୱର୍ଗ ବି ତ ସବୁଦିନ ପାଇଁ ନୁହେଁ। ପୁଣ୍ୟ ସରିଗଲେ ପୁଣି ଫେରିବାକୁ ପଡ଼ିବ ଏଇ ମଣିଷ ଜନ୍ମକୁ। ଓହୋ। ସେଥିପାଇଁ ଭଗବାନ ଏଠି ଇସାରା ଦେଉଛନ୍ତି ଯେ ଆମର ଯୋଉ ଅସଲି ଜିନିଷଟା, ଆତ୍ମା, ସେଇଟା ଏଇ ତିନି ଗୁଣଠୁ ବାହାରେ, ତା ଉପରେ। ତେଣୁ ଖାଲି ଏଇ ସାଂସାରିକ ଫଳ ପାଇବା ଭିତରେ ଅଟକି ଯାଉନି ବୋଲି ସେ ଅର୍ଜୁନଙ୍କୁ ଆଉ ଆମ ସମସ୍ତଙ୍କୁ ସତର୍କ କରୁଛନ୍ତି। ବୁଝିଲି। ବେଦର କର୍ମକାଣ୍ଡ ଖରାପ ନୁହେଁ, କିନ୍ତୁ ସେଇଟା ଶେଷ କଥା ନୁହେଁ। ଏହାପରେ ଭଗବାନ ସିଧା କହୁଛନ୍ତି, ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ। ହେ ଅର୍ଜୁନ, ତୁମେ ତିନି ଗୁଣରୁ ଉପରକୁ ଯାଅ, ଗୁଣାତୀତ ହୁଅ। ଏଇଟା ତ ବହୁତ ବଡ଼ କଥା, କାରଣ ଆମେ ତ ସାଧାରଣତଃ ନିଜକୁ ଏ ଗୁଣ ଭିତରେ ହିଁ ଦେଖୁ ନା। କେତେବେଳେ ଲାଗେ ବହୁତ ଶାନ୍ତ, ସାତ୍ବିକ ଭାବ, ପୁଣି କେତେବେଳେ ପୁରା କାମ କରିବାକୁ ଇଚ୍ଛା, ନୂଆ ଜିନିଷ ପାଇବାକୁ ଇଚ୍ଛା, ସେଇଟା ରଜଗୁଣ। ଆଉ କେତେବେଳେ କିଛି କରିବାକୁ ଇଚ୍ଛା ହୁଏନି, ଆଳସ୍ୟ ଲାଗେ, ସେଇଟା ତମଗୁଣ। ହଁ, ଏପରିକି ସତ୍ୱଗୁଣ, ଯୋଉଟାକି ଭଲ ଲାଗେ, ଜ୍ଞାନ ଓ ସୁଖ ଦିଏ, ସେଇଟା ବି ବାନ୍ଧିପାରେ। କେମିତି? କାରଣ ସେଇ ଜ୍ଞାନର ସୁଖ ପାଇଁ ବି ଆମର ଗୋଟେ ଆସକ୍ତି ଆସିଯାଏ। ମୁଁ କେତେ ଶାନ୍ତ, ମୋର କେତେ ଜ୍ଞାନ, ଏମିତି ଭାବନା, ସେଇଟା ବି ଗୋଟେ ବନ୍ଧନ। ସେଥିପାଇଁ ଭଗବାନ କହୁଛନ୍ତି, ଏ ତିନିଟା ଗୁଣର ପ୍ରଭାବରୁ ପୁରା ମୁକ୍ତ ହୁଅ। ଓହୋ। ସେତେବେଳେ ଯାଇ ଆମେ ଆମର ଯୋଉ ନିଜର ଅସଲି ସ୍ୱରୂପ, ଯାହା ଏ ଗୁଣମାନଙ୍କଠାରୁ ଅଲଗା, ଶୁଦ୍ଧ ଚେତନା, ତାକୁ ଅନୁଭବ କରିପାରିବା। ଏଇଟା ହିଁ ଆତ୍ମଜ୍ଞାନର ବାଟ। ଆଉ ଏ ଗୁଣାତୀତ ହେବାର ପ୍ରଥମ ପାହାଚ ଭଳି ପର କଥା ହେଲା ନିର୍ଦ୍ୱନ୍ଦ୍ୱ, ଦ୍ୱନ୍ଦ୍ୱରହିତ ହୁଅ। ଏ ସଂସାରର ସ୍ୱଭାବ ହିଁ ହେଲା ଦ୍ୱନ୍ଦ୍ୱ। ହଁ ପରା, ସବୁବେଳେ ଯୋଡ଼ା ଯୋଡ଼ା, ସୁଖ ସାଙ୍ଗରେ ଦୁଃଖ, ଲାଭ ସହ କ୍ଷତି, ମାନ ଅପମାନ, ପ୍ରଶଂସା ନିନ୍ଦା, ଏପରିକି ଥଣ୍ଡା ଗରମ, ଏମିତି କେତେ କ'ଣ। ଆଉ ଆମ ମନଟା ସାଧାରଣତଃ ଏସବୁରେ ବହୁତ ପ୍ରଭାବିତ ହୁଏ। ସୁଖ ଆସିଲେ ଖୁସିରେ ନାଚି ପକଉ, ଦୁଃଖ ଆସିଲେ ପୁରା ଭାଙ୍ଗି ପଡ଼ୁ। ସତ କଥା। କିନ୍ତୁ ଯେ ଆଧ୍ୟାତ୍ମିକ ବାଟରେ ଯିବାକୁ ଚାହୁଁଛି, ତାକୁ ଏ ଦ୍ୱନ୍ଦ୍ୱଗୁଡ଼ିକର ପ୍ରଭାବରୁ ନିଜକୁ ବାହାର କରିବାକୁ ପଡ଼ିବ। ସୁଖରେ ଅହଙ୍କାର ନ କରିବା, ଦୁଃଖରେ ଭାଙ୍ଗି ନ ପଡ଼ିବା, ଲାଭରେ ମାତି ନ ଯିବା, କ୍ଷତିରେ ବିଚଳିତ ନ ହେବା, ମାନ ଅପମାନକୁ ସମାନ ଭାବେ ନେବା। ଏଇଟା ହେଲା ନିର୍ଦ୍ୱନ୍ଦ୍ୱ ଅବସ୍ଥା। କିନ୍ତୁ ଏଇଟା କ'ଣ ସହଜ? ଆମ ମନ ତ ସବୁବେଳେ ରିଆକ୍ଟ କରେ। ନା, ସହଜ ନୁହେଁ।
ସେଥିପାଇଁ ତ ସାଧନା ଦରକାର, ଅଭ୍ୟାସ କରିବାକୁ ପଡ଼ିବ। ଏହି ସମାନ ଭାବ ଅଭ୍ୟାସ କଲେ ଯାଇ ଆତ୍ମାରେ ସ୍ଥିରତା ଆସିବ। ଆଚ୍ଛା, ତେବେ ଏଇ ନିର୍ଦ୍ୱନ୍ଦ୍ୱ ଅବସ୍ଥା ପାଇଁ ବୋଧେ ପର କଥାଟି ସାହାଯ୍ୟ କରେ, ନିତ୍ୟ ସତ୍ତ୍ୱସ୍ଥ। ସବୁବେଳେ ନିତ୍ୟ ସତ୍ତ୍ୱରେ ରୁହ। ଏଠି ସତ୍ତ୍ୱ କଥାଟା ଟିକେ ଭଲ କି ବୁଝିବା ଦରକାର ନା? ଏଇଟା କ'ଣ ସେଇ ସତ୍ତ୍ୱଗୁଣ କଥା? ନା ନା, ସେଇଟା ନୁହେଁ। କାରଣ ଆମେ ଆଗରୁ କହିଲେ ଯେ ସତ୍ୱଗୁଣ ବି ବାନ୍ଧିପାରେ। ହଁ। ଏଠି ନିତ୍ୟ ସତ୍ୱର ମାନେ ହେଲା ସେହି ଯୋଉ ସବୁଦିନିଆ, ଯାହା କେବେ ବଦଲେନି, ଯୋଉ ଅସଲି ସତ୍ୟ ବା ସତ୍ବସ୍ତୁ, ଆମର ଯୋଉ ପ୍ରକୃତ ଆତ୍ମା। ଓହୋ, ତେବେ ନିତ୍ୟ ସତ୍ତ୍ୱସ୍ଥ ହେବା ମାନେ ହେଲା ସବୁବେଳେ ସେଇ ଶୁଦ୍ଧ, ଚୈତନ୍ୟମୟ, ଆନନ୍ଦମୟ ଆତ୍ମାରେ ନିଜକୁ ଦେଖିବା, ଏଇ ଭାବନାରେ ରହିବା ଯେ ଆମେ ଏ ଶରୀର ନୁହେଁ, ମନ ନୁହେଁ, ବୁଦ୍ଧି ବି ନୁହେଁ। ଏସବୁ ତ ବଦଳୁଛି, କିନ୍ତୁ ଆମର ଯୋଉ ଅସଲି ପରିଚୟ ସେଇଟା ହେଉଛି ନିତ୍ୟ, ଶୁଦ୍ଧ, ବୁଦ୍ଧ। ଏକଦମ ଏଇ ନିଜ ସ୍ୱରୂପକୁ ମନେ ପକାଇ ସେଥିରେ ସ୍ଥିର ରହିବା, ଏଇଟା ସେଇ ତିନି ଗୁଣର ସତ୍ୱଗୁଣଠାରୁ ବି ଉପରର ଅବସ୍ଥା। ବହୁତ ସୁନ୍ଦର କଥା। ଆଉ ଏହି ଆତ୍ମାରେ ସ୍ଥିର ହେବା ବାଟରେ ଆଉ ଗୋଟେ ବଡ଼ ବାଧା କ'ଣ ଜାଣନ୍ତି? ହଁ ଆମର ସବୁବେଳର ଚିନ୍ତା। ହଁ, ଚିନ୍ତା ତ ଛାଡ଼ିନି। ସେଇ ଚିନ୍ତାକୁ ଦୂର ଠାରିବାକୁ ପଞ୍ଚମ କଥା ହେଲା ନିର୍ଯୋଗକ୍ଷେମ। ଏଇଟା ବହୁତ ପ୍ରାକ୍ଟିକାଲ ଆଉ ଗଭୀର କଥା। ଯୋଗ ମାନେ ହେଲା ଯାହା ଆମ ପାଖରେ ନାହିଁ ତାକୁ ପାଇବାର ଇଚ୍ଛା ବା ଚେଷ୍ଟା। ଆଚ୍ଛା, ଆଉ କ୍ଷମ? କ୍ଷେମ ହେଲା ଯାହା ଆମେ ପାଇସାରିଛେ ତାକୁ କେମିତି ବଞ୍ଚେଇ ରଖିବା, ହରେଇ ନ ଦେବା, ସେଇ ଚିନ୍ତା। ଓହୋ, ଏଇ ଦିଟା ଚିନ୍ତାରେ ତ ପୁରା ଜୀବନ ଚାଲିଯାଏ। ସେଇଆ ତ। ଆମେ ନିଜ ଜୀବନକୁ ଦେଖିଲେ ବେଶୀଭାଗ ସମୟ ଆଉ ଶକ୍ତି ଏଇ ଯୋଗ ଆଉ କ୍ଷେମ ପଛରେ ହିଁ ଯାଉଛି। କ'ଣ ନୂଆ ପାଇବି, କେମିତି ଆଗକୁ ବଢ଼ିବି, ଏଇଟା ଯୋଗ। ଆଉ ଯାହା ଅଛି, ଘର, ଚାକିରି, ପଇସା, ସେଇ ସବୁ ଯେମିତି ଚାଲି ନ ଯାଉ, ଏଇଟା କ୍ଷେମ। ଏଇ ଦିଟା ଚିନ୍ତା, କିଛି ନ ପାଇବାର ଚିନ୍ତା ଆଉ ଯାହା ଅଛି ତାକୁ ହରାଇବାର ଭୟ, ଏଇଟା ମନକୁ ପୁରା ଅଶାନ୍ତ କରି ରଖେ। ଏକଦମ। କିନ୍ତୁ ଭଗବାନ କହୁଛନ୍ତି, ହେ ଅର୍ଜୁନ, ତମେ ଏଇ ଯୋଗ କ୍ଷେମର ଚିନ୍ତାରୁ ବି ବାହାରି ଆସ। ୟାର ମାନେ କ'ଣ ଆମେ କାମ କରିବାନି କି ଦାୟିତ୍ୱ ନେବାନି? ନା ନା, ସେମିତି ନୁହେଁ, ନିଶ୍ଚୟ। ନା, ଏହାର ମାନେ ହେଲା ଫଳ କ'ଣ ହେବ ସେ ଚିନ୍ତା, ଆଉ ସେଥିପ୍ରତି ଯୋଉ ମୋହ ବା ଆସକ୍ତି, ସେଥିରୁ ମୁକ୍ତ ହେବା। ଆଉ ଗୋଟେ ସୂକ୍ଷ୍ମ କଥା ହେଲା, ଏଇ ଯୋଗକ୍ଷମର ଚିନ୍ତା ଖାଲି ବାହାର ଜିନିଷ ପାଇଁ ନୁହେଁ। ଏଇଟା ଆମ ଭିତରର ଯୋଉ ଅସୁରକ୍ଷା ଭାବ ଅଛି, ଆଉ ନିଜ ଉପରେ ଯୋଉ ଭରସା କମ୍ ଥାଏ, ତା ସହିତ ବି ଜଡ଼ିତ। ଆଚ୍ଛା, କେମିତି? ଆମେ କ'ଣ ପାଇନୁ ବା କ'ଣ ହରାଇଦେବୁ, ଏଇ ଯୋଉ ଭୟ, ଏଇଟା ଦେଖାଏ ଯେ ଆମର ନିଜ ଉପରେ କିମ୍ବା ଭଗବାନଙ୍କ ବିଧାନ ଉପରେ ପୁରା ଭରସା ନାହିଁ। କିନ୍ତୁ ଦେଖନ୍ତୁ, ଭଗବାନ ନିଜେ ଗୀତାର 9ମ ଅଧ୍ୟାୟରେ କହିଛନ୍ତି, 22 ନମ୍ବର ଶ୍ଲୋକରେ। ହଁ, ସେ ଶ୍ଲୋକଟା ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ। ଏକଦମ। ଅନନ୍ୟାଶ୍ଚିନ୍ତୟନ୍ତୋ ମାମ୍ ଯେ ଜନା ପରିଉପାସତେ ତେଷାଂ ନିତ୍ୟାଭିୟୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍। ମାନେ ଯେଉଁମାନେ ଆଉ କାହା କଥା ନ ଭାବି କେବଳ ମୋତେ ହିଁ ଚିନ୍ତା କରନ୍ତି, ଉପାସନା କରନ୍ତି, ସେ ଯୋଉ ମୋ ସହ ସବୁବେଳେ ଯୋଡ଼ି ହୋଇ ରହିଥିବା ଭକ୍ତ, ସେମାନଙ୍କର ଯୋଗକ୍ଷେମ ମାନେ ସବୁ ଆବଶ୍ୟକତା ମୁଁ ନିଜେ ବହନ କରେ। କେତେ ବଡ଼ ଆଶ୍ୱାସନା! ତେଣୁ ଯିଏ ସାଧକ, ତା ପାଇଁ ଉଚିତ ହେଲା ନିଜ କାମ କରି ଚାଳିବା। କିନ୍ତୁ ଫଳ କ'ଣ ହେବ, କେମିତି ସବୁ ସୁରକ୍ଷିତ ରହିବ, ସେ ଚିନ୍ତାଟା ଭଗବାନଙ୍କ ଉପରେ ଛାଡ଼ିଦେବା। ବୁଝିଲି? ମାନେ କାମ କରିବୁ, କିନ୍ତୁ ଫଳର ଚିନ୍ତା ଆଉ ଆସକ୍ତି ରଖିବୁନି। ଏଇଟା ବାସ୍ତବରେ ଗୋଟେ ବଡ଼ ମାନସିକ ଅନୁଶାସନ। ତବେ ଏଇ ଯୋଉ ସବୁ ଗୁଣ କଥା କୁହାଗଲା, ତିନି ଗୁଣରୁ ଉପରକୁ ଯିବା, ଦ୍ୱନ୍ଦ୍ୱ ରହିତ ହେବା, ନିତ୍ୟ ସତ୍ୱରେ ରହିବା, ଯୋଗକ୍ଷେମର ଚିନ୍ତା ଛାଡ଼ିବା, ଏ ସବୁର ଶେଷ ପରିଣତି ହେଲା ଶ୍ଲୋକର ଶେଷ ନିର୍ଦ୍ଦେଶ, ଆତ୍ମବାନ। ଆତ୍ମବାନ ହୁଅ, ଏହାର ଅର୍ଥ କ'ଣ? ଆତ୍ମବାନ ହେବା ମାନେ ମୋତେ ଯାହା ଲାଗୁଛି, ନିଜ ଆତ୍ମାରେ ସ୍ଥିତ ହେବା, ନିଜକୁ ଜାଣିବା, ଆତ୍ମସଚେତନ ହେବା ଆଉ ନିଜକୁ ନିୟନ୍ତ୍ରଣରେ ରଖିବା। ଯେଉଁ ଲୋକ ଆତ୍ମବାନ, ସେ ଜାଣେ ଯେ ସେ ଖାଲି ଏ ଶରୀର, ଇନ୍ଦ୍ରିୟ, ମନ ବା ବୁଦ୍ଧି ନୁହେଁ। ହଁ, ସେ ଏସବୁର ସାକ୍ଷୀ, ଏସବୁର ଆଧାର, ସେଇ ଶୁଦ୍ଧ ଆତ୍ମା। ଠିକ୍, ସେ ନିଜ ଇନ୍ଦ୍ରିୟ ଆଉ ମନକୁ ନିଜ କଣ୍ଟ୍ରୋଲରେ ରଖେ, ସେମାନଙ୍କ ଦ୍ୱାରା ଚାଳିତ ହୁଏନି। ସେ ନିଜର ଅସଲି ଅବିନାଶୀ ସ୍ୱରୂପକୁ ଜାଣିଥିବାରୁ ବାହାର ଦୁନିଆର ଯୋଉ ବଦଳିବା, ସଫଳ ବିଫଳ, ଲାଭ କ୍ଷତି, ସେସବୁରେ ଏତେ ସହଜରେ ବିଚଳିତ ହୁଏନି। ହଁ, ତା ଭିତରେ ଗୋଟେ ଅଟଳ ଶାନ୍ତି ଆଉ ସ୍ଥିରତା ଥାଏ। ଏଇ ଆତ୍ମବାନ ଅବସ୍ଥାଟା ହିଁ ଆଗରୁ ଯୋଉ ସବୁ ସାଜନା କଥା କହିଲେ, ସେସବୁର ଫଳ।
ଏ ଯୋଉ ଆଦର୍ଶ ଅବସ୍ଥା ସବୁ କୁହାଗଲା, ନିସ୍ତ୍ରୈଗୁଣ୍ୟ, ନିର୍ଦ୍ୱନ୍ଦ୍ୱ, ନିର୍ଯୋଗକ୍ଷେମ, ଆତ୍ମବାନ, ଏଗୁଡ଼ିକୁ ଆହୁରି ଭଲକେ ବୁଝିବା ପାଇଁ ଆମ ପୁରାଣ ଇତିହାସରୁ କିଛି ଉଦାହରଣ ନେଲେ କେମିତି ହୁଅନ୍ତା? ବହୁତ ଭଲ କଥା। କୁହନ୍ତୁ। ଯେମିତି ରାଜା ଜନକଙ୍କ କଥା। ସେ ତ ବିଦେହର ରାଜା ଥିଲେ। କେତେ ଐଶ୍ୱର୍ଯ୍ୟ, କେତେ ଶକ୍ତି, ରାଜକୀୟ ଭୋଗବିଳାସରେ ରହୁଥିଲେ, କିନ୍ତୁ ତାଙ୍କୁ ବିଦେହୀ କୁହାଯାଉଥିଲା। କାହିଁକି? କାରଣ ସେ ଦେହଭାବରୁ ଉପରେ ଥିଲେ। ସେ ଯୋଉ ଭୋଗ ଜିନିଷ ବା ରାଜଗାଦି, ସେଥିରେ ନିଜକୁ ମିଶେଇ ଦେଉନଥିଲେ। ସେ ସବୁବେଳେ ଆତ୍ମଜ୍ଞାନରେ ସ୍ଥିତ ଥିଲେ। ତେଣୁ ସେ ନିସ୍ତ୍ରୈଗୁଣ୍ୟ ଆଉ ଆତ୍ମବାନର ଗୋଟେ ବଢ଼ିଆ ଉଦାହରଣ। ଏକଦମ। ସେମିତି ଆପଣ ଭୀଷ୍ମ ପିତାମହଙ୍କୁ ଦେଖନ୍ତୁ। କୁରୁକ୍ଷେତ୍ର ଯୁଦ୍ଧ ପରେ ସେ ଯେତେବେଳେ ଶରଶୟ୍ୟାରେ ପଡ଼ିଥିଲେ, କେତେ ଯେ କଷ୍ଟ ହେଉଥିବ। ହଁ, ଭାବି ହଉନି। କିନ୍ତୁ ସେଇ ଚରମ ଦୁଃଖର ଯୋଉ ଦ୍ୱନ୍ଦ୍ୱ, ସେଇଟା ତାଙ୍କୁ ବିଚଳିତ କରିପାରିନଥିଲା। ସେ ଶାନ୍ତ ସ୍ଥିର ରହି ଯୁଧିଷ୍ଠିରଙ୍କୁ ଧର୍ମ, ରାଜନୀତି, ମୋକ୍ଷ ଏତେ ବିଷୟରେ କେତେ ଉପଦେଶ ଦେଲେ। ଏଇଟା ହେଲା ନିର୍ଦ୍ୱନ୍ଦ୍ୱ ଅବସ୍ଥାର ଗୋଟେ ଜୀବନ୍ତ ପ୍ରମାଣ। ମାନେ ସେ ଶରୀରର କଷ୍ଟକୁ ଦେଖୁଥିଲେ, କିନ୍ତୁ ସେଇ କଷ୍ଟ ଭିତରେ ନିଜେ ହଜି ଯାଇନଥିଲେ। ଠିକ୍, ସେ ସାକ୍ଷୀ ଭାବରେ ଥିଲେ। ଆଉ ଅନ୍ୟପଟେ ଦେଖନ୍ତୁ, ଆମେ ଅନେକ ଚରିତ୍ର ଦେଖୁ କିମ୍ବା ସାଧାରଣ ମଣିଷଙ୍କୁ ଦେଖୁ, ଯୋଉମାନେ ଅଜ୍ଞାନରେ ପଡ଼ି ପୁରା ଜୀବନଟା ଖାଲି ଯୋଗକ୍ଷେମ ପଛରେ ଦୌଡ଼ୁଛନ୍ତି। ହଁ, କେମିତି ଅଧିକ ପାଇବି, କେମିତି ତାକୁ ବଞ୍ଚେଇ ରଖିବେ, ଏଇ ଚିନ୍ତା। ସୁଖ ହେଲେ ପୁରା ମାତିଯାଆନ୍ତି, ଦୁଃଖ ହେଲେ ଭାଙ୍ଗି ପଡ଼ନ୍ତି। ନିଜର ଅସଲି ସ୍ୱରୂପକୁ ଭୁଲିଯାଆନ୍ତି। ଖାଲି ଏଇ ଗୁଣ ଓ ଦ୍ୱନ୍ଦ୍ୱର ଖେଳ ଭିତରେ ବନ୍ଦୀ ହୋଇ ରହିଯାଆନ୍ତି। ଏଇ ଯୋଉ ପୁରୁଣା କଥା ସବୁ ଅଛି, ଏଗୁଡ଼ା ଖାଲି କାହାଣୀ ନୁହେଁ। ଏଗୁଡ଼ା ମଣିଷର ଜୀବନର ସମ୍ଭାବନା କ'ଣ ଆଉ ବାସ୍ତବତା କ'ଣ, ସେଇଟା ଦେଖାଏ। ଏବେ ଯଦି ଆମେ ଏଇ ଶ୍ଲୋକର ଶିକ୍ଷାକୁ ଆଜିକାଲିର ଜୀବନରେ ଦେଖିବା, ହଁ, ସେଇଟା ବହୁତ ଜରୁରୀ। ଏହାର ପ୍ରାସଙ୍ଗିକତା ଆହୁରି ବେଶୀ ଲାଗିବ। ଆଜିକାଲିର ଯୁଗକୁ ଆମେ କହିପାରିବା ଏକ ପ୍ରକାର ରଜଗୁଣ ପ୍ରଧାନ। କେତେ ଆଶା, କେତେ ପ୍ରତିଯୋଗିତା, ସବୁବେଳେ କାମରେ ବ୍ୟସ୍ତ। ଆଉ ତା ସାଙ୍ଗକୁ ତମଗୁଣ ବି ଅଛି। ଯେମିତି ବେଶୀ ଟେନସନ୍ ହେଲେ ଲୋକେ ନିଶା କିମ୍ବା ଆଉ କୋଉଥିରେ ବୁଡ଼ି ଯାଉଛନ୍ତି। ହଁ, ଏପରିକି ସାତ୍ତ୍ୱିକ ଅହଙ୍କାର ବି ଦେଖାଯାଏ। ମୁଁ ଅନ୍ୟମାନଙ୍କଠୁ ଭଲ, ମୋର ବେଶୀ ଜ୍ଞାନ, ଏମିତି। ସେଇଟା ବି ଗୋଟେ ବନ୍ଧନ। ଆଉ ନିର୍ଦ୍ୱନ୍ଦ୍ୱ ହେବା, ସେଇଟା ତ ଆହୁରି କଷ୍ଟ। ଏଇ ସୋସିଆଲ ମିଡିଆ ଯୁଗରେ ସବୁବେଳେ ତୁଳନା, ସଫଳତା, ବିଫଳତା, ଲାଇକ୍, ଡିସଲାଇକ୍, ଏସବୁ ଦ୍ୱନ୍ଦ୍ୱରେ ଆମେ ବାନ୍ଧି ହୋଇ ପଡ଼ୁଛୁ। ଠିକ୍ କହିଲେ। ଆଉ ନିର୍ଯୋଗକ୍ଷେମ କଥା ଦେଖନ୍ତୁ। ଆମର ପୁରା ଆଜିକାଲିର ଯୋଉ ଅର୍ଥନୀତି, ସମାଜ, ସେଇଟା ହିଁ ଯୋଗ ଅର୍ଥାତ୍ ଆହୁରି ଆହୁରି ପାଅ ଆଉ କ୍ଷମ, ଇନ୍ସ୍ୟୁରାନ୍ସ, ଇନଭେଷ୍ଟମେଣ୍ଟ, ସିକ୍ୟୁରିଟି ଉପରେ ବେଶୀ ଜୋର ଦଉଛି। ହଁ। ଏମିତିରେ ଏସବୁ ଚିନ୍ତାରୁ ମୁକ୍ତ ହେବାକୁ ଗୀତା ଯୋଉ କହୁଛି, ସେଇଟା ଗୋଟେ ବଡ଼ କ୍ରାନ୍ତିକାରୀ କଥା ଭଳି ଲାଗେ। କିନ୍ତୁ ଏଇଟା ଅସମ୍ଭବ ନୁହେଁ। କେମିତି? ଆମେ ଏଇ ଶିକ୍ଷାକୁ ଖାଲି ଗୋଟେ ଫିଲସଫି ଭାବରେ ନ ଦେଖି ଗୋଟେ ପ୍ରାକ୍ଟିକାଲ ବାଟ ଭାବରେ ନେଇପାରିବା। ଯେତେବେଳେ ଆମେ ଟିକେ ସଚେତନ ହୋଇ ନିଜର ରିଆକ୍ସନ୍ସଗୁଡ଼ିକୁ ଦେଖିବା, ଦ୍ୱନ୍ଦ୍ୱ ପ୍ରତି ଆମର କେମିତି ଆସକ୍ତି ରହୁଛି, ଯୋଗକ୍ଷେମ ଚିନ୍ତା ପଛରେ କୋଉ ଭୟ କାମ କରୁଛି, ସେସବୁକୁ ଚିହ୍ନିବା। ଆଉ ଧୀରେ ଧୀରେ ନିଜକୁ ଏଇ ଶରୀର ଓ ମନଠାରୁ ଅଲଗା ଗୋଟେ ଶାନ୍ତ ସାକ୍ଷୀ ଆତ୍ମା ଭାବରେ ଦେଖିବାକୁ ଅଭ୍ୟାସ କରିବା। ସେତେବେଳେ ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ଆସିପାରେ। ହୁଏତ ବାହାର ପରିସ୍ଥିତି ବଦଳିବାନି, କିନ୍ତୁ ସେ ପରିସ୍ଥିତିକୁ ସାମ୍ନା କରିବାର ଆମ୍ଭ ଭିତରର ଶକ୍ତି ଆଉ ଶାନ୍ତି ବଢ଼ିବ। ଆଚ୍ଛା। ଏଇଟା ହିଁ ଜୀବନରେ ପ୍ରକୃତ ବାଲାନ୍ସ ଆଉ ଖୁସି ଆଣିପାରେ, ଆଉ ଶେଷରେ ମୋକ୍ଷର ବାଟ ବି ଖୋଲିପାରେ। ବା, ମାନେ ଏ ଶ୍ଲୋକଟା ଖାଲି ସବୁ ଛାଡ଼ିଦେଇ ସନ୍ନ୍ୟାସୀ ହେବା ପାଇଁ ନୁହେଁ, ସଂସାରରେ ରହିକି ବି କେମିତି ବିନା ଆସକ୍ତିରେ ସ୍ଥିର ରହି କାମ କରିହେବ, ତାର ଫର୍ମୁଲା ଦେଉଛି। ଆସନ୍ତୁ, ଏ ପୂରା ଆଲୋଚନାର ସାର କଥାଟାକୁ ଆଉଥରେ ମନେ ପକେଇବା। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଆଉ ଆମେ ସମସ୍ତଙ୍କୁ କ'ଣ କହୁଛନ୍ତି? ହେ ଅର୍ଜୁନ, ବେଦର ଯୋଉ କର୍ମକାଣ୍ଡ ଅଛି, ସେଟା 3 ଗୁଣ ଭିତରର ଫଳ ଦିଏ। ତୁମେ ସେ ଗୁଣମାନଙ୍କୁ ଉପରକୁ ଯାଅ, ନିସ୍ତ୍ରେଗୁଣ୍ୟ ଭବ। ସୁଖ, ଦୁଃଖ, ଲାଭ, କ୍ଷତି, ଏମିତି ଦ୍ୱନ୍ଦ୍ୱରୁ ମୁକ୍ତ ହୁଅ, ନିର୍ଦ୍ୱନ୍ଦ୍ୱ। ଯାହା ନାହିଁ ତାକୁ ପାଇବାର ଚିନ୍ତା, ଆଉ ଯାହା ଅଛି ତାକୁ ବଞ୍ଚେଇବାର ଚିନ୍ତାରୁ ମୁକ୍ତ ହୁଅ, ନିର୍ଯୋଗକ୍ଷେମ। ସବୁବେଳେ ନିଜର ସେଇ ନିତ୍ୟ, ଶାଶ୍ୱତ, ଶୁଦ୍ଧ ସ୍ୱରୂପରେ ମାନେ ଆତ୍ମାରେ ସ୍ଥିତ ରୁହ, ନିତ୍ୟ ସତ୍ତ୍ୱସ୍ଥ। ଆଉ ଏମିତି ଭାବରେ ଆତ୍ମସଚେତନ ଆଉ ଆତ୍ମନିୟନ୍ତ୍ରିତ ହୁଅ, ଆତ୍ମବାନ। ହଁ, ଆଉ ଏସବୁ ଉପଦେଶର ମୂଳ ଶିକ୍ଷା ବା ସାର କଥା ହେଲା, ଜୀବନର ଅସଲି ଲକ୍ଷ୍ୟ
ଖାଲି ସଂସାରର ସୁଖ ଭୋଗିବା ବା ସଫଳତା ପାଇବା ନୁହେଁ, କାରଣ ସେସବୁ ତ ସେଇ 3 ଗୁଣ ଆଉ ଦ୍ୱନ୍ଦ୍ୱ ଭିତରେ ସୀମିତ। ତେବେ ପ୍ରକୃତ ଲକ୍ଷ୍ୟ କ'ଣ? ପ୍ରକୃତ ସାଧକ ସେଇ ଲୋକ ଯେ ଏଇସବୁ ଅସ୍ଥାୟୀ ଜିନିଷରୁ ଉପରକୁ ଉଠି ନିଜର ଅସଲି ସ୍ୱରୂପକୁ ଜାଣିବା, ମାନେ ଆତ୍ମଜ୍ଞାନ, ଆଉ ସେଇ ପରମ ସତ୍ୟ ବା ପରମାତ୍ମାଙ୍କ ପାଇବା, ଏଇଟାକୁ ହିଁ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି ମାନେ। ଏଇ ଶ୍ଲୋକ ସେଇ ବଡ଼ ଲକ୍ଷ୍ୟ ପାଇଁ ଗୋଟେ ସ୍ପଷ୍ଟ ଗାଇଡଲାଇନ୍। ଆଶା କରୁଛୁ ଆଜିର ଏହି ଆଲୋଚନା ଗୀତାର ଏହି ମୂଲ୍ୟବାନ ଶ୍ଲୋକର ଗଭୀରତାକୁ କିଛିଟା ଛୁଇଁ ପାରିଥିବ ଆଉ ଶ୍ରୋତାମାନଙ୍କୁ ଚିନ୍ତା କରିବା ପାଇଁ କିଛି ନୂଆ ଦିଗ ଦେଇଥିବ। ଯଦି ଆମର ଏହି ଚେଷ୍ଟା ଭଲ ଲାଗୁଥାଏ ତେବେ ଲାଇକ୍ କରି ଆମକୁ ଉତ୍ସାହିତ କରିପାରନ୍ତି। ଆଉ ଏ ଯୋଉ ଶାଶ୍ୱତ ଜ୍ଞାନ, ଏହାକୁ ଅନ୍ୟମାନଙ୍କ ସହ, ଯେଉଁମାନେ ଜାଣିବାକୁ ଚାହାନ୍ତି ସେମାନଙ୍କ ସହ ସେୟାର କଲେ ଏହାର ଆଲୁଅ ଆହୁରି ବ୍ୟାପିବ। ଏଇଟା ବି ଗୋଟେ ପ୍ରକାର ସେବା ଆଉ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ପାଇବାର ଗୋଟେ ବାଟ। ଆପଣମାନଙ୍କ ମତାମତ, ଅନୁଭୂତି ଜାଣିବାକୁ ଆମର ବି ଆଗ୍ରହ। ଯଦି ଇଚ୍ଛା ହୁଏ ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଆମ ସମସ୍ତଙ୍କ ପ୍ରିୟ ପ୍ରଭୁ ଜୟ ଜଗନ୍ନାଥ ଲେଖିପାରନ୍ତି। ଆଗକୁ ଆମେ ଭଗବଦ୍ ଗୀତାର ଆହୁରି ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଆଉ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା ଜାରି ରଖିବାକୁ ଚେଷ୍ଟା କରିବୁ। ସେ ଯାତ୍ରାରେ ସମସ୍ତଙ୍କର ସହଯୋଗ ରହୁ। ଆଜିର ଏ ସତ୍ସଙ୍ଗକୁ ଏଇଠି ରଖିବା। ଶେଷରେ ଗୋଟେ କଥା ଭାବିବା ପାଇଁ, ଯଦି ଆମେ ସତରେ ସ୍ୱଭାବରୁ ହିଁ 3 ଗୁଣରୁ ଉପରେ ଆଉ ଦ୍ୱନ୍ଦ୍ୱରୁ ବାହାରେ, ତେବେ କୋଉ ଭୟ ବା କୋଉ ଆସକ୍ତି ଆମକୁ ସେଇ ସ୍ୱାଭାବିକ ମୁକ୍ତ ଅବସ୍ଥାରେ ରହିବାକୁ ଦେଉନି? ଏହା ଉପରେ ଟିକେ ଚିନ୍ତା କରିବା। ସମସ୍ତଙ୍କୁ ଆମର ଶ୍ରଦ୍ଧାପୂର୍ଣ୍ଣ ନମସ୍କାର। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।